ମୋ ନାଁ ସିନା ଚିତ୍ରକର, ମୁଁ ଗୋଟାଏ ଚିତାବାଘ। ଚିତାବାଘକୁ ଖାଇଲା ପରେ ତା ଦେହ ସାରା ଆପେ ଆପେ ହେଇଯାଏ ଦାଗ। ଯୋଉ ଦାଗକୁ ଭଲ କରିବା ପାଇଁ ଏ ଦୁନିଆରେ କିଛି ବି ମେଡିସିନ ନାହିଁ। ଆଜି ତୋ ଅବସ୍ଥା ଠିକ ସେ ହବ। ସାଙ୍ଗ ସାଙ୍ଗେ ତମକୁ ମାରୁଥିଲା କାହିଁକି? ପଚାରନା କେମିତି ଉଡ଼ିଯିବ ନା। ମତେ କହିବା ମନା, ତମକୁ ଶୁଣିବା ମନା। ତଥାପି ତମକୁ କହିବାକୁ ହବ। ସତ କୁହ, କାହିଁକି ମୋ ଦିଦି ତମକୁ ମାଡ଼ ମାରୁଥିଲା? ସବୁ ଦୋଷ ମୋର। କହିଛି ଯୋଉ କାରବାର ମାର ଖାଇବା ଥିଲା ମୋର ନିହାତି ଦରକାର। ଦେଢ଼ଶହ କଥା ନ କହି ସିଧା ସିଧା କଣ ହେଇଛି କହିବାକୁ ମତେ ଲାଗୁଛି ଡର। ତମେ ଶୁଣିଲେ ରାଗରେ ହବ ଥର। ଭଲ ମନ୍ଦ ନ ବୁଝି ମତେ କରିବ ପ୍ରହାର। ସେ କବିତା ଶୁଣିବାକୁ ମୋ ପାଖରେ ସମୟ ନାହିଁ। ସିଧା ସିଧା କୁହ କଣ ହେଇଛି? ସିଧା କଥା ଇଏ ଯେ ତମ ଦିଦି ମତେ ଭଲ ପାଏ। ମୋ ଦିଦି? ଖାଲି ତମ ଦିଦି ମତେ ନୁହଁ, ମୁଁ ବି ତମ ଦିଦିକୁ ଭଲ ପାଏ। ମୁଁ ତାକୁ ମ୍ୟାରେଜ କରିବା ପାଇଁ ଆଗରୁ କଥା ଦେଇଥିଲି। ଏବେ କିନ୍ତୁ କଥା ବଦଳୁନି। ମୁଁ ତାକୁ ନିଶ୍ଚୟ ମ୍ୟାରେଜ କରିବି। ମୋ ଦିଦିକୁ ଆମେ ଅନୁରୋଧ କରି କରି ଥକି ଯାଇଛୁ, ହେଲେ ତାର ଘଟାଇଛି ଏ ଜନ୍ମରେ ସେ ଆଦୌ ମ୍ୟାରେଜ କରିବନି। କଥା ତ ସେଇଠି ଅଟକିଛି। କଥା ଦେଇଛି ବୋଲି ତମମାନଙ୍କ ପାଇଁ ସେ କଥା ବଦଳେଇ ପାରିବି, କିନ୍ତୁ ପରିସ୍ଥିତି ବାଧ୍ୟ କରୁଛି ମତେ ବାହା ହେବା ପାଇଁ। ମତେ ବାହା ଗଲେ ସବୁ କିଛି ଉଲଟ ପାଲଟ ହେଇଯିବ। ନିଜେ ତ ବଦଳ ହବ। ତମମାନଙ୍କୁ ଇଜ୍ଜତ ମୁହଁକୁ ରାଜ ରାସ୍ତାରେ ନିଆବ।